ଅନ୍ୟାନ୍ୟ ଉପାସକମାନେ ନିଜ ପ୍ରକୃତିରେ ବଶୀଭୂତ ହୋଇ ଓ ଆତ୍ମଜ୍ଞାନ ହରାଇ ଅନ୍ୟାନ୍ୟ ଦେବତାଙ୍କୁ ନିୟମ ଅନୁସାରେ ଉପାସନା କରନ୍ତି। ଆତ୍ମଜ୍ଞାନୀ ଭକ୍ତ ଅନ୍ୟାନ୍ୟ ଉପାସକମାନେ ନିଜ ପ୍ରକୃତିରେ ବଶୀଭୂତ ହୋଇ ଆତ୍ମଜ୍ଞାନୀ ଭିନ୍ନ ଅନ୍ୟାନ୍ୟ ଉପାସକମାନେ ନିଜ ପ୍ରକୃତିରେ ବଶୀଭୂତ ହୋଇ କେହି ସ୍ୱର୍ଗ, ଧନ ଓ ପୁତ୍ରାଦି ଲାଭ ନିମିତ୍ତ ବ୍ରହ୍ମା, ରୁଦ୍ର ଓ ଇନ୍ଦ୍ରାଦି ପୂଜା, କେହି ବା ସ୍ତମ୍ଭନ, ବଶୀକରଣ, କେହି ବା ମାରଣ, ଉଚ୍ଚାଟନ ଇତ୍ୟାଦି ବିଷୟରେ ସିଦ୍ଧି ଲାଭ କରିବା ପାଇଁ ଆତ୍ମଜ୍ଞାନ ହରାଇ ବସନ୍ତି। ଯେଉଁ ଦେବତା ବା ଉପଦେବତାଙ୍କ ପୂଜା ବା ଉପାସନା କଲେ ସେ ବାଞ୍ଛିତ ଫଳ ଲାଭ ହେବ, ସେହି ଦେବତାଙ୍କର ବିଧି ଅନୁସାରେ ଉପାସନା କରନ୍ତି। ଯେଉଁ ଭକ୍ତ ଯେଉଁ ଦେବମୂର୍ତ୍ତିକୁ ଶ୍ରଦ୍ଧାରେ ପୂଜା କରିବାକୁ ଇଚ୍ଛା କରନ୍ତି, ତାଙ୍କର ସେହି ଶ୍ରଦ୍ଧାକୁ ଅର୍ଥାତ୍ ସେହି ଦେବତା ମୂର୍ତ୍ତିରେ ଆମେ ନିଶ୍ଚଳ କରୁ। ସକାମ ଭକ୍ତମାନେ ଆପଣାର କାମନା ସିଦ୍ଧି ନିମିତ୍ତ ଅନୁକୂଳ ଦେବତା ବୋଲି ଯେଉଁ ଦେବମୂର୍ତ୍ତିକୁ ପୂଜା କରନ୍ତି, ହଂସବନ୍ତ ଯେମିତି ସେ ଭଗବାନ, ସେହି ମୂର୍ତ୍ତିରେ ସେ ଭକ୍ତଙ୍କର ଶ୍ରଦ୍ଧାକୁ ନିଶ୍ଚଳ କରି ତାହାର ଭକ୍ତି ଦୃଢ଼ କରିଦିଅନ୍ତି। ଅଳ୍ପବୁଦ୍ଧି ଲୋକମାନେ ଭିନ୍ନ ଦେବତାଙ୍କୁ ଭିନ୍ନ କାମନା ସିଦ୍ଧି ପାଇଁ ପୂଜା କରନ୍ତି ସତ, ମାତ୍ର ସର୍ବବ୍ୟାପକ ପରମେଶ୍ୱରଙ୍କ ଭିନ୍ନ ପୂଜା ଗ୍ରହଣର ଫଳ ପ୍ରଦାନର ସ୍ୱତନ୍ତ୍ର ଅଧିକାରୀ କେହି ନାହାନ୍ତି। ଯେହେତୁ ସେ ସର୍ବବ୍ୟାପକ ଅଟନ୍ତି ଓ ଜଗତର ସମସ୍ତ ଦେବତା ତାଙ୍କର ସତର ଚିତ୍ଶକ୍ତି ମାତ୍ର, ସୁତରାଂ ଭକ୍ତଙ୍କର ଇଚ୍ଛା ଅନୁସାରେ ମୂର୍ତ୍ତି ପରିଗ୍ରହ କରି ସେହି ମୂର୍ତ୍ତିରେ ଯେପରି ଭକ୍ତର ଶ୍ରଦ୍ଧା ଓ ଭକ୍ତି ଅଟଳ ରହିବ, ତାହାର ବିଧି ପରମେଶ୍ୱର ନିଜେ କରିଦିଅନ୍ତି। ସେ ସକାମ ଭକ୍ତ ସେହି ଅଚଳ ଶ୍ରଦ୍ଧାରେ ଯୁକ୍ତ ହୋଇ ସେହି ଦେବତାଙ୍କର ପୂଜା କରନ୍ତି ଓ ତାଙ୍କଠାରୁ ଆମ୍ଭ ପ୍ରଦତ୍ତ ସେହି କାମନାର ଫଳ ପ୍ରାପ୍ତ ହୁଅନ୍ତି। ସକାମ ଭକ୍ତମାନେ ଆପଣାର ଇଷ୍ଟ ଦେବତାଙ୍କ ପୂଜା କରିବାକୁ ଶ୍ରଦ୍ଧା କରନ୍ତି। ଆମ୍ଭେ ତାଙ୍କର ସେହି ଶ୍ରଦ୍ଧାକୁ ଦୃଢ଼ କରିଦେଲେ ସେ ସେହି ଦୃଢ଼ ଚିତ୍ତରେ ସେହି ଦେବତାଙ୍କୁ ପୂଜା କରି ଅଭିଳାଷିତ କାମନା ଫଳ ସେ ଦେବତାଙ୍କଠାରୁ ପ୍ରାପ୍ତ ହୁଅନ୍ତି। ମାତ୍ର ସେ କାମନା ଫଳ ଆମ୍ଭେ ପ୍ରଦାନ କରୁ। ଏପରି କୌଣସି କ୍ଷୁଦ୍ର ଜଳାଶୟ ସହିତ କୌଣସି ନଦୀର ଯୋଗ ଥିଲେ ସେ କ୍ଷୁଦ୍ର ଜଳାଶୟରୁ ଯେତେ ଜଳ ଗ୍ରହଣ କରାଯାଏ, ତାହା ସେହି ନଦୀର ଜଳ ବୋଲି ଜାଣିବା ଉଚିତ। ସେପରି ସକାମ ଭକ୍ତ ଯେକୌଣସି ଦେବତାଙ୍କୁ ଦେବମୂର୍ତ୍ତି ପୂଜା କରି ଯେପରି ଇଚ୍ଛା ସେପରି ଫଳ ପାଆନ୍ତୁ ପଛକେ, ତାହା ଆମ୍ଭ ପ୍ରେରିତ ବୋଲି ଜାଣିବାକୁ ହେବ। ଯେହେତୁ ଆମ୍ଭ ଭିନ୍ନ ଫଳ ପ୍ରଦାନ କରିବାର ଅନ୍ୟ କୌଣସି ଦେବତାଙ୍କର ଅଧିକାର ନାହିଁ। କିନ୍ତୁ ସେହି ଅଳ୍ପବୁଦ୍ଧି ଦେବପୂଜକମାନଙ୍କର ସେହି ଫଳ ଅସ୍ଥାୟୀ ହୁଏ, କାହିଁକି ନା ଦେବପୂଜକମାନେ ଦେବତାଙ୍କୁ, ଆମ୍ଭର ଭକ୍ତମାନେ ଆମ୍ଭଙ୍କୁ ପ୍ରାପ୍ତ ହୁଅନ୍ତି। ଶ୍ରୀ ଭଗବାନ କହିଲେ ଯେ ଦେବପୂଜକମାନେ ପ୍ରକାରାନ୍ତରେ ଆମ୍ଭରି ଉପାସକ ଏବଂ ସେମାନେ ଦେବତାଙ୍କଠାରୁ ଯେଉଁ ଫଳ ପ୍ରାପ୍ତି ହୁଅନ୍ତି, ତାହା ଆମ୍ଭେ ପ୍ରେରଣ କରୁ। ତଥାପି ସେମାନେ ସାକ୍ଷାତ ଭାବରେ ଆମ୍ଭର ଭକ୍ତ ନୁହନ୍ତି ବୋଲି ଆମ୍ଭ ସମସ୍ତ ଭକ୍ତଙ୍କର ଓ ଦେବପୂଜକମାନଙ୍କର ଫଳ ପ୍ରାପ୍ତି ମଧ୍ୟରେ ତାରତମ୍ୟ ହୁଏ। ଦେବପୂଜକମାନେ ଆମ୍ଭର ଦତ୍ତ ଫଳ ପ୍ରାପ୍ତ ହେଲେ ସୁଦ୍ଧା ତାହା ଅଳ୍ପ କାଳ ସ୍ଥାୟୀ ହୁଏ, କାହିଁକି ନା ଦେବପୂଜକମାନେ ଅସ୍ଥାୟୀ ଦେବତ୍ୱ ପ୍ରାପ୍ତ ହୋଇପାରନ୍ତି। ମାତ୍ର ଆମ୍ଭର ଭକ୍ତ ନିଷ୍କାମ ଯୋଗ ଦ୍ୱାରା ପରମାନନ୍ଦ ପରିପୂର୍ଣ୍ଣ ନିତ୍ୟ ସୁଖ ଅର୍ଥାତ୍ ବ୍ରହ୍ମାନନ୍ଦ ସୁଖ ପ୍ରାପ୍ତ ହୁଅନ୍ତି। ମନ୍ଦବୁଦ୍ଧି ଲୋକମାନେ ଆମ୍ଭର ଅବିନାଶୀ ଓ ସର୍ବୋତ୍କୃଷ୍ଟ ଅବ୍ୟକ୍ତ ସ୍ୱରୂପକୁ ନ ଜାଣି ଆମ୍ଭଙ୍କୁ ରୂପଧାରୀ ବୋଲି ମଣନ୍ତି। କାଳେ ଅର୍ଜୁନ ଏପରି ଆଶଙ୍କା କରିବେ ଯେ ଯଦି ଦେବପୂଜକମାନଙ୍କର ଅଚିରସ୍ଥାୟୀ ଫଳ ହୁଏ ଏବଂ ଭଗବାନଙ୍କ ଭକ୍ତମାନେ ଅଭୟ ମୋକ୍ଷ ଲାଭ କରନ୍ତି, ତେବେ ସମସ୍ତେ ଭଗବାନଙ୍କର ଉପାସନା ନ କରି କ୍ଷୁଦ୍ର ଦେବତାଙ୍କର ଉପାସନା କାହିଁକି କରନ୍ତି? ସେଥିପାଇଁ ଶ୍ରୀ ଭଗବାନ କହୁଛନ୍ତି ଯେ ଆମ୍ଭର ସର୍ବୋତ୍କୃଷ୍ଟ ଓ ନିତ୍ୟ ଯେଉଁ ସ୍ୱରୂପ ଅଛି, ତାହା ମନ୍ଦବୁଦ୍ଧି ଲୋକମାନେ ଜାଣିପାରିବେ ନାହିଁ। ଆମ୍ଭେ ଯଦିଓ ଚରାଚର ଜଗତରେ ବ୍ୟାପୀ କରି ରହିଅଛୁ, ତଥାପି ଆମ୍ଭେ ଅବ୍ୟକ୍ତ ଅଟୁ, ମାତ୍ର ଅବିବେକୀ ଲୋକେ ତାହା ଜାଣନ୍ତି ନାହିଁ। ସେମାନେ ଆମ୍ଭକୁ ମତ୍ସ୍ୟ, କୂର୍ମ, ବରାହ, ନୃସିଂହ ଇତ୍ୟାଦି ରୂପଧାରୀ ବୋଲି ଅନ୍ୟ ଦେବତାଙ୍କ ସଙ୍ଗେ ସମାନ ଜ୍ଞାନ କରନ୍ତି। ପୁଣି ଅନ୍ୟ ଦେବତାମାନେ ଶୀଘ୍ର ଫଳ ପ୍ରଦାନ କରନ୍ତି ବୋଲି ସେମାନେ ଆମ୍ଭଙ୍କୁ ଛାଡ଼ି ସେ ଦେବତାଙ୍କୁ ଭଜନ କରନ୍ତି, ସୁତରାଂ ଅଚିରସ୍ଥାୟୀ ଫଳ ଲାଭ କରନ୍ତି। ଆମ୍ଭେ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଉନାହିଁ। ଆମ୍ଭେ ଯେ ଜନ୍ମ ମରଣ ରହିତ ତାହା ଯୋଗମାୟାରେ ଆଚ୍ଛନ୍ନ ମୂର୍ଖ ଲୋକମାନେ ଜାଣିପାରନ୍ତି ନାହିଁ। ମତ୍ସ୍ୟ, କୂର୍ମାଦି ଅବତାର ବେଳେ ମଧ୍ୟ ପରମେଶ୍ୱରଙ୍କର ଏପରି ଅସାଧାରଣ କାର୍ଯ୍ୟ ଦେଖାଯାଏ, ଯାହାଦ୍ୱାରା କି ତାଙ୍କୁ ସାଧାରଣ ଦେବତାଙ୍କଠାରୁ ଶ୍ରେଷ୍ଠ ବୋଲି ଚିହ୍ନା ଯାଇପାରେ। ତେବେ ଲୋକମାନେ ତାଙ୍କୁ କାହିଁକି ଚିହ୍ନି ନ ପାରନ୍ତି? ସେଥିପାଇଁ ସେ ଭଗବାନ କହୁଛନ୍ତି ଯେ ଏକାନ୍ତ ଭକ୍ତି ଓ ନିଷ୍କପଟ ବିଶ୍ୱାସ ଭିନ୍ନ ଆମ୍ଭ ସ୍ୱରୂପକୁ କେହି ଜାଣିପାରିବେ ନାହିଁ। ଆମ୍ଭର ଏ ପ୍ରକାର ଯେଉଁ ସଂକଳ୍ପ, ତାହା ଯୋଗମାୟା ନାମରେ ବିଖ୍ୟାତ। ଏ ଯୋଗମାୟା ଦ୍ୱାରା ଜଗତର ଲୋକେ ଆଚ୍ଛନ୍ନ ଥିବାରୁ ମେଘାନ୍ତସ୍ଥଳସ୍ଥିତ ଚନ୍ଦ୍ର ପରି ଆମ୍ଭର ସ୍ୱରୂପ ଅବଗତ ହୋଇପାରନ୍ତି ନାହିଁ। ସୁତରାଂ ଆମେ ଜନ୍ମ ମରଣ ରହିତ ହେଲେ ସୁଦ୍ଧା ସେମାନେ ଆମକୁ ସାଧାରଣ ଦେହଧାରୀ ବୋଲି ମନେ କରନ୍ତି। ହେ ଅର୍ଜୁନ, ଗତ ହୋଇଥିବା, ବିଦ୍ୟମାନ ଥିବା ଓ ଭବିଷ୍ୟତରେ ହେବା ସମସ୍ତ ବିଷୟ ଆମ୍ଭେ ଜାଣୁ।
ମାତ୍ର ଆମ୍ଭଙ୍କୁ କେହି ଜାଣନ୍ତି ନାହିଁ। ଭଗବାନ ସର୍ବତ୍ର ମାୟା ବିମୁକ୍ତ ଅଟନ୍ତି। ସୁତରାଂ ଭୂତ ଭବିଷ୍ୟତ ବର୍ତ୍ତମାନର ସମସ୍ତ ଘଟଣା ଯେ ତାଙ୍କୁ ଜଣାଥିବ ଏକଥାର ବିଶେଷ ବ୍ୟାଖ୍ୟା ନ କଲେ ମଧ୍ୟ ଚଳେ। ମାତ୍ର ଅଘଟଣ କଥାକୁ ଘଟାଇବା ବିଷୟରେ ବିଶେଷ ନିପୁଣ ଯେ ମାୟା, ସେ ସମସ୍ତ ପ୍ରାଣୀଙ୍କୁ ଏପରି ଆଚ୍ଛନ୍ନ କରି ରଖିଅଛି ଯେ ସେଥିରେ ଭଗବାନଙ୍କର ସ୍ୱରୂପ କେହି ଜାଣିପାରୁନାହାନ୍ତି। ଫଳକେ ତାହା କି ଈଶ୍ୱର ମାୟାର ଆଶ୍ରୟ ଅଟନ୍ତି। ମାୟା ତାଙ୍କୁ ବିମୋହିତ କରିପାରେ ନାହିଁ ଏବଂ ସେହି ହେତୁ ସେ ତ୍ରିକାଳଦର୍ଶୀ ଅଟନ୍ତି। ମାତ୍ର ପ୍ରାଣୀମାନେ ମାୟାର ଆଶ୍ରିତ ବୋଲି ତାଦେହରେ ବିମୋହିତ ହୋଇ ତତ୍ତ୍ୱ କଥା ଜାଣିପାରୁନାହାନ୍ତି। କେବଳ ଭକ୍ତ ଓ ଜ୍ଞାନୀ ବ୍ୟକ୍ତି ପ୍ରଖର ସୂର୍ଯ୍ୟକିରଣ ସମ ଭକ୍ତି ଓ ବୈରାଗ୍ୟ ଦ୍ୱାରା କୁହୁଡ଼ି ସମାନ ମାୟାକୁ ଭେଦ କରି ତାଙ୍କୁ ଜାଣିପାରନ୍ତି। ହେ ପରନ୍ତପ ଅର୍ଜୁନ, ପ୍ରାଣୀମାନଙ୍କର ସ୍ଥୂଳ ଦେହ ଜାତ ହେଲେ ସେମାନେ ଇଚ୍ଛା ଓ ଦ୍ୱେଷରହିତ ଶୀତୋଷ୍ମ ଦ୍ୱନ୍ଦ୍ୱ ଦ୍ୱାରା ମୋହପ୍ରାପ୍ତ ହୁଅନ୍ତି। ଦେହରେ ସ୍ଥୂଳ ଦେହ ଉତ୍ପନ୍ନ ହେଲେ ସେହି ଦେହର ଅନୁକୂଳ ବିଷୟରେ ଇଚ୍ଛା ଓ ପ୍ରତିକୂଳ ବିଷୟରେ ଦ୍ୱେଷ ଜାତ ହୁଏ। ସେହି ଇଚ୍ଛାଜନିତ ସୁଖ ଓ ଦ୍ୱେଷଜନିତ ଦୁଃଖ ଦ୍ୱାରା ପ୍ରାଣୀମାନେ ମୋହପ୍ରାପ୍ତ ହୁଅନ୍ତି। ଅର୍ଥାତ୍ ଯେଉଁ ବିଷୟଗୁଡ଼ିକ ସ୍ଥୂଳ ଦେହ ପ୍ରତି ହିତକାରକ ସେଗୁଡ଼ିକ ଲାଭ କରିବା ପାଇଁ ଇଚ୍ଛା ହୁଏ ଏବଂ ଯେଉଁ ବିଷୟଗୁଡ଼ିକ ସ୍ଥୂଳ ଦେହର ଅହିତକର ସେଥିରେ ଦ୍ୱେଷ ବା ଅଶ୍ରଦ୍ଧା ଅର୍ଥାତ୍ ବୈର ଭାବ ଜାତ ହୁଏ। ସେହି ଇଚ୍ଛା ଓ ଦୋଷର ଯେଉଁ ଦ୍ୱନ୍ଦ୍ୱ ଭାବ ଜାତ ହୁଏ, ଯେପରି ଶୀତ ଓ ଉଷ୍ମ, ସୁଖ ଓ ଦୁଃଖ, ଜନ୍ମ ଓ ମରଣ, ସେଥିରେ ପ୍ରାଣୀମାନେ ମୋହପ୍ରାପ୍ତ ହୁଅନ୍ତି ଅର୍ଥାତ୍ ଆପଣାକୁ ସୁଖୀ ବା ଦୁଃଖୀ ବୋଲି ମନେ କରନ୍ତି। ଯୋଗମାୟା ତ ତତ୍ତ୍ୱଜ୍ଞାନର ଗୋଟିଏ ପ୍ରଧାନ ପ୍ରତିବନ୍ଧକ। ପୁଣି ଏ ଦ୍ୱନ୍ଦ୍ୱ ସୃଷ୍ଟି ମଧ୍ୟ ଗୋଟିଏ ପ୍ରତିବନ୍ଧକ ଅଟେ। ଅର୍ଥାତ୍ ରାଗଦ୍ୱେଷ ଜନିତ ସୁଖ ଦୁଃଖରେ ଯେଉଁମାନେ ବଶୀଭୂତ ସେମାନେ ପରମେଶ୍ୱରଙ୍କ ସ୍ୱରୂପ ଦର୍ଶନରେ ଅସମର୍ଥ ହୁଅନ୍ତି। ପୁଣ୍ୟକର୍ମ ଆଚରଣରେ ଯେଉଁ ମନୁଷ୍ୟମାନଙ୍କର ପାପ ନଷ୍ଟ ହୋଇଯାଇଛି, ସେମାନେ ଦ୍ୱନ୍ଦ୍ୱ ଓ ମୋହରୁ ମୁକ୍ତ ହୋଇ ଏକାଗ୍ର ଚିତ୍ତରେ ଆମ୍ଭଙ୍କୁ ଭଜନ୍ତି। ଶ୍ରୀ ଭଗବାନ ଏ ଅଧ୍ୟାୟରେ ଆର୍ତ, ଜିଜ୍ଞାସୁ, ଅର୍ଥାତୀ ଏବଂ ଜ୍ଞାନୀ ଏ ଚାରି ପ୍ରକାର ଭକ୍ତଙ୍କ କଥା କହି ପୁଣି ପୂର୍ବ ଶ୍ଲୋକରେ ସମସ୍ତେ ମୋହପ୍ରାପ୍ତ ହୁଅନ୍ତି ଏ ପ୍ରକାର କଥା କହିବାରୁ ପରସ୍ପର ବିରୋଧ ହେଲା ବୋଲି କାଳେ ଅର୍ଜୁନଙ୍କ ମନରେ ସନ୍ଦେହ ହେବ, ସେଥିପାଇଁ ସେ ଭଗବାନ କହିଲେ ଯେ ସମସ୍ତ ପ୍ରାଣୀ ଜନ୍ମ ମାତ୍ରକେ ଦ୍ୱନ୍ଦ୍ୱ ଓ ମୋହରେ ମୋହିତ ହୁଅନ୍ତି ସତ, ମାତ୍ର ଯେଉଁମାନଙ୍କର ଜନ୍ମ ଜନ୍ମାନ୍ତର କୃତ ପୁଣ୍ୟକର୍ମ ଦ୍ୱାରା ପାପ ସବୁ ନଷ୍ଟ ହୋଇଯାଇଥାଏ ସେମାନଙ୍କର